ଶ୍ରୋତା ବନ୍ଧୁମାନେ, କଟାମୁଣ୍ଡର ରହସ୍ୟର ଷଷ୍ଠ ଭାଗକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। କର୍ଣ୍ଣେଲ ଫିଲିପେ ବିଦ୍ରୋହୀମାନଙ୍କ ଠାରୁ ବଞ୍ଚାଇବା ପାଇଁ ନିଜର ଗାଡ଼ିକୁ ତ୍ରିଚୁର ଜଙ୍ଗଲ ଆଡ଼କୁ ମୁହାଁଇଲେ। ଗାଡ଼ିରେ ମାତ୍ର 5 ଜଣ ଲୋକ ଥିଲେ। କର୍ଣ୍ଣେଲ ସାହେବ ଗାଡ଼ି ଚଳାଉଥାନ୍ତି। ତାଙ୍କ ପାଖରେ ବସିଥାନ୍ତି କଲ୍ୟାଣୀ ଦେବୀ। ହାଲକା ପବନ ବେଗରେ କଲ୍ୟାଣୀ ଦେବୀଙ୍କ କେଶ ଖୋଲା ଥିବା ଝରକା ବାଟ ଦେଇ ପବନ ସହ ଦୋଳି ଖେଳିବାକୁ ଲାଗିଲାଣି, ଯାହା ଫଳରେ କି କର୍ଣ୍ଣେଲ ଫିଲିପେଙ୍କ ଆଖି କଲ୍ୟାଣୀ ଦେବୀଙ୍କ ଉପରକୁ ଉଠୁନି। କିଛି ସମୟ ନୀରବ ରହିଲା ପରେ କଲ୍ୟାଣୀ ଦେବୀ କହିଲେ, ଆମେ ଘରୁ କାହାକୁ କିଛି ନ କହି ଆସିବାଟା ମୋତେ କାହିଁ ଠିକ୍ ଲାଗୁନି। କର୍ଣ୍ଣେଲ ସାହେବ କହିଲେ, ତମେ ସେସବୁ କଥା ଚିନ୍ତା କରନି। ଆଗେ ଯେମିତି ବି ହଉ ତ୍ରିଚୁର ଜଙ୍ଗଲକୁ ଆମକୁ ପାରି କରିବାକୁ ପଡ଼ିବ, ନହେଲେ ବିଦ୍ରୋହକାରୀମାନେ ଯଦି ଆମ ଯିବା ରାସ୍ତାରେ ଖବର ପାଇଯିବେ ତାହେଲେ ଆମେ ବଡ଼ ବିପଦରେ ପଡ଼ିଯିବା। କଲ୍ୟାଣୀ ଦେବୀ କହିଲେ, ଭଗବାନଙ୍କ କୃପାରୁ ଆମେ ଯେମିତି ଭଲରେ ଭଲରେ ଏ ଜଙ୍ଗଲିଆ ରାସ୍ତା ଖୁବ୍ ଶୀଘ୍ର ଅତିକ୍ରମ କରିବା, ମୋର ତାଙ୍କରି ପାଖେ ଏତିକି ପ୍ରାର୍ଥନା। କର୍ଣ୍ଣେଲ ସାହେବ କହିଲେ, ତମେ ଠିକ୍ କହିଲ, ଆମକୁ ସଜାଗ ରହିବାକୁ ପଡ଼ିବ। ଆମ ପାଖରେ ବି କମ୍ ସିପାହୀ ଅଛନ୍ତି। ଏବେ ପ୍ରାୟ ରାତି 12ଟା ପାଖାପାଖି। କର୍ଣ୍ଣେଲ ସାହେବଙ୍କ କାନ୍ଧରେ ନିଜ ମୁଣ୍ଡ ଦେଇ ଶୋଇ ପଡ଼ିଛନ୍ତି କଲ୍ୟାଣୀ ଦେବୀ। ଅନ୍ଧାରକୁ କଟି ଆଗକୁ ଗାଡ଼ି ଚଲାଉଥାନ୍ତି କର୍ଣ୍ଣେଲ ସାହେବ। କିନ୍ତୁ ହଠାତ୍ ଗାଡ଼ିର ବ୍ରେକ୍ରେ ସଜାଗ ହୋଇଗଲେ ଗାଡ଼ି ଭିତରେ ବସିଥିବା ସିପାହୀ ସହିତ କଲ୍ୟାଣୀ ଦେବୀ। ଗାଡ଼ି ଆଗରେ ସୀତାପୁର ଗାଁ ଲୋକ ଏବଂ ବିଦ୍ରୋହୀ। ସମସ୍ତଙ୍କ ହାତରେ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ। କାହା ହାତରେ ଠେଙ୍ଗା ତ କାହା ହାତରେ ଖଣ୍ଡା। କର୍ଣ୍ଣେଲ ସାହେବଙ୍କୁ ବିଦ୍ରୋହୀ ଲୋକମାନଙ୍କ ଠାରୁ ବଞ୍ଚାଇବାକୁ ଯାଇ ଲୋକମାନଙ୍କ ଉପରେ ଆଖି ବୁଜି ବନ୍ଧୁକ ଚଳାଇବାକୁ ଲାଗିଲେ ସିପାହୀମାନେ, ଯାହା ଫଳରେ 5 କି 7 ବିଦ୍ରୋହୀ ସେହିଠାରେ ଟଳି ପଡ଼ିଲେ। ଏବେ ବିଦ୍ରୋହୀ ଏବଂ ଗାଁ ଲୋକଙ୍କ ଆକ୍ରମଣରେ ଫିଲିପେଙ୍କ ସବୁ ସିପାହୀ ମରିଗଲେ, ଯାହା ଫଳରେ କି ତାଙ୍କୁ ବିଦ୍ରୋହୀମାନେ ନିଜ ଅକ୍ତିଆରକୁ ନେଇଗଲେ। ଫିଲିପେ ସବୁ ଗାଁ ଏବଂ ବିଦ୍ରୋହୀମାନଙ୍କୁ ଆମକୁ ଯିବାକୁ ଦିଅ ବୋଲି କହୁଥିଲେ, ହେଲେ କେହି ଶୁଣିବାକୁ ନାରାଜ। ଏଠି ମୁଣ୍ଡ ଜାଗାରେ ମୁଣ୍ଡ ଗଡ଼ିବ, ରକ୍ତ ଜାଗାରେ ରକ୍ତ ବହିବ, ଏହି ଧ୍ୱନିରେ କମ୍ପି ଉଠିଥିଲା ତ୍ରିଚୁର ଜଙ୍ଗଲ। କଲ୍ୟାଣୀ ଦେବୀ ନିଜ ଗାଁ ଲୋକଙ୍କ ଗୋଡ଼ ଧରି କେତେ କାକୁତି ମିନତି ହେଲେଣି, ହେଲେ କେହି ବି ଶୁଣିବାକୁ ନାରାଜ। କିଏ ଜଣେ ଲୋକ ଖଣ୍ଡାଧାରୀ ଆସି ଗୋଟିଏ ଚୋଟରେ କର୍ଣ୍ଣେଲ ସାହେବଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇ ଗଲା। ଜଙ୍ଗଲ ସାରା ଏବଂ ନିଷେଧ ପରିବେଶ ଖେଳିଗଲା କିଛି ସମୟ ପାଇଁ। ଏପରି ନିର୍ମମ ଦୃଶ୍ୟକୁ ଦେଖି ସେହିଠାରେ ଟଳି ପଡ଼ିଲେ କଲ୍ୟାଣୀ ଦେବୀ। ଏପରି ଭାବେ ଅତି ଦୁଃଖ ଏବଂ ରକ୍ତ ଛିଟାରେ ସରିଯାଇଥିଲା କଲ୍ୟାଣୀ ଦେବୀ ଏବଂ କର୍ଣ୍ଣେଲ ଫିଲିପେଙ୍କ ପବିତ୍ର ଭଲ ପାଇବା, ଯେଉଁଠି ଥିଲା ବାସ କିଛି ଦିନ ବଞ୍ଚିବାର ଅଭିଳାଷ। ଶ୍ରୋତା ବନ୍ଧୁମାନେ, ଯଦି ମୋ ଓଡ଼ିଆ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।